ଜୟ ଜଗନ୍ନାଥ ସାଙ୍ଗମାନେ ଆଶା କରୁଛି ସମସ୍ତେ ବହୁତ ହି ଭଲରେ ଥିବ। ତ ପିଲାମାନେ ଆମର OSSC CGL 2025ର ପ୍ରିଲିମ୍ ଏକ୍ଜାମ୍ ପାଇଁ ଆମର ଯେଉଁ ଓଡ଼ିଶା ଜିକେର ଆମେ ସିରିଜ୍ କଣ୍ଟିନ୍ୟୁ କରୁଛେ ହେଲା। ତ ଅଲରେଡ଼ି ମୁଁ ଗୋଟେ ଭିଡ଼ିଓ ତୁମକୁ ପ୍ରୋଭାଇଡ଼ କରିସାରିଛି। ଆଜି ତୁମର କ୍ଲାସ୍ ନମ୍ବର 2 ରହିବ ହେଲା। ଏବଂ ଆଜିର କ୍ଲାସ୍ରେ ପିଲାମାନେ ଆମେ କ'ଣ କଭର୍ କରିବା ନା ଡ୍ୟାମ୍ସ ଅଫ୍ ଓଡ଼ିଶା। ଓଡ଼ିଶାରେ ଥିବା ସମସ୍ତ ଡ୍ୟାମ୍ ଯେଉଁଗୁଡ଼ା ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ଇମ୍ପୋର୍ଟାଣ୍ଟ ଅଛି ସମସ୍ତ ଡ୍ୟାମ୍କୁ ଆମେ ଗୋଟି ଗୋଟିକି କଭର୍ କରିବା ହେଲା। କେଉଁ ଡ୍ୟାମ୍ କେଉଁ ରିଭର୍ ଉପରେ କରାହେଇଛି, କେଉଁ ଡିଷ୍ଟ୍ରିକ୍ଟରେ ଅଛି, ଏଗୁଡ଼ାକୁ ଆମେ ଡିଟେଲରେ କଭର୍ କରିବା। ତା ସହିତ କିଛି ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚନ୍ ମଧ୍ୟ କରିବା ଯେଉଁଗୁଡ଼ା ବିଭିନ୍ନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ରେ ଡ୍ୟାମ୍ ରିଲେଟେଡ଼୍ କ୍ୱେଶ୍ଚନ୍ ଆସିଥିଲା। ବୁଝିଗଲା? ତ ସବୁ ଜିନିଷ ଆମେ ଗୋଟେ ଗୋଟେ କଭର୍ କରିକି ଚାଲିବା ହେଲା। ତେଣୁ ଯେଉଁମାନେ ବି ଫାର୍ଷ୍ଟ ଟାଇମ୍ ଚ୍ୟାନେଲକୁ ଆସିଛ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବ ହେଲା। ତା ସହିତ ପିଲାମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବ, ଯାହାଫଳରେ କ'ଣ ହେବ ମୁଁ ଯେଉଁ ବି କ୍ଲାସ୍ କରିବି ତାର PDF ନୋଟ୍ସ ତୁମକୁ ମୁଁ ଟେଲିଗ୍ରାମରେ ପ୍ରୋଭାଇଡ଼ କରିବି। ବୁଝିଗଲା? ଚାଲ ତ ଏବେ ଆମେ ଆଲୋଚନା କରିବା କ୍ଲାସ୍ଟିକୁ ଧୀରେ ଧୀରେ। ଚାଲ ଦେଖ ଆଉ ଗୋଟେ ପିଲାମାନେ ଇମ୍ପୋର୍ଟାଣ୍ଟ ଜିନିଷ OSSCର CGL ପାଇଁ ଯେଉଁମାନେ ପ୍ରିପେୟାର କରୁଛ ତାଙ୍କ ପାଇଁ ତ ଇମ୍ପୋର୍ଟାଣ୍ଟ ରହିବ। ତା ସହିତ ଯେଉଁମାନେ OSSCର ଯେଉଁ ଭେକେନ୍ସି ପିଲାମାନେ ଅଲରେଡ଼ି ଆସିଗଲାଣି, RI ଅମିନ୍ ARI ICDS ଫରେଷ୍ଟ ଗାର୍ଡ଼ର ଭେକେନ୍ସି ମଧ୍ୟ ଆସିଯାଇଛି ଅଲରେଡ଼ି ହେଲା। ତ ସେ ଏକ୍ଜାମ୍ ପାଇଁ ଯେଉଁମାନେ ପ୍ରିପାରେସନ୍ କରୁଛ ସେଇଟା ପାଇଁ ବି ଇଏ ବହୁତ ହି ଇମ୍ପୋର୍ଟାଣ୍ଟ ରହିବ ହେଲା। ତ ଆମେ ଡେରି କରିବାନି, ଷ୍ଟାର୍ଟ କରିବା କ୍ଲାସ୍ଟିକୁ। ଚାଲ ଦେଖ ପ୍ରଥମେ ପିଲାମାନେ ମୁଁ କ'ଣ କରିଛି, ଯେତେ ସାରା ଡ୍ୟାମ୍ ଅଛି ମୁଁ ଗୋଟେ ଟେବୁଲ୍ କରିଦେଇଛି ହେଲା। ତ ଯାହାଫଳରେ ତୁମକୁ ଲର୍ନ କରିବା ପାଇଁ ଇଜି ହେବ, ଆରାମରେ ତୁମେ ଏଗୁଡ଼ାକୁ ମନେ ରଖିପାରିବ ହେଲା। ଦେଖ ମୁଁ କେତେ ସୁନ୍ଦର ଗୋଟେ ଟେବୁଲ୍ କରିଦେଇଛି। ଦେଖ ପ୍ରଥମେ କ'ଣ ଅଛି ରେ ବାଘୁଆ ଡ୍ୟାମ୍ ହେଲା। ବାଘୁଆ ଡ୍ୟାମ୍ ପିଲାମାନେ ଇଏ ବାଘୁଆ ନଦୀ ଉପରେ ତିଆରି କରାହେଇଛି ବାଘୁଆ ଡ୍ୟାମ୍, ଏବଂ ଇଏ ବାଘୁଆ ଡ୍ୟାମ୍ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ତୁମର ଅଛି ହେଲା। ସେମିତି ବାଲିମେଳା ଡ୍ୟାମ୍ ଯଦି ଦେଖିବା, ବାଲିମେଳା ଡ୍ୟାମ୍ ଇଏ ସିଲେରୁ ନଦୀ ଉପରେ କରାହେଇଛି, ଇଏ ମାଲକାନଗିରି ଡିଷ୍ଟ୍ରିକ୍ଟରେ ଅଛି ହେଲା। ହୀରାକୁଦ ଡ୍ୟାମ୍ ଏଇଟା ସମସ୍ତେ ତୁମେ ଜାଣିଛ, ହୀରାକୁଦ ଡ୍ୟାମ୍ ସାର୍ ମହାନଦୀ ଉପରେ କରାହେଇଛି ଏବଂ ଇଏ ସମ୍ବଲପୁର ଡିଷ୍ଟ୍ରିକ୍ଟରେ ପଡ଼ୁଛି ହେଲା। ସେମିତି ଜାଲାପୋଟ ଡ୍ୟାମ୍ ଯେଉଁଟା ମାଛକୁଣ୍ଡ ନଦୀ ଉପରେ କରାହେଇଛି ଏବଂ ଇଏ ତୁମର କୋରାପୁଟ ଡିଷ୍ଟ୍ରିକ୍ଟରେ ଅଛି ହେଲା। ସେମିତି ମନ୍ଦିରା ଡ୍ୟାମ୍, ଏଇ ପିଲାମାନେ ମୁଁ ଯେଉଁଗୁଡ଼ା ଟିକେ କଲର୍ କରିଦେଇନି ଏଗୁଡ଼ା ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବେଶୀ ଇମ୍ପୋର୍ଟାଣ୍ଟ ଅଛି, ବାରମ୍ବାର ଏଗୁଡ଼ା ପରୀକ୍ଷାରେ ରିପିଟ୍ ହେଉଛି। ବୁଝିଗଲେ? ସେଥିପାଇଁ ମୁଁ ସେଗୁଡ଼ାକୁ କଲର୍ କରିଦେଇଛି ହେଲା। ତ ମନ୍ଦିରା ଡ୍ୟାମ୍ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ହେଲା। ମନ୍ଦିରା ଡ୍ୟାମ୍ ପିଲାମାନେ ଇଏ ଶଙ୍ଖ ନଦୀ ଉପରେ କରାହେଇଛି ଏବଂ ଇଏ ତୁମର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ଅଛି ହେଲା। ସେମିତି ପାଟୋରା ଡ୍ୟାମ୍ ଇଏ ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ। ପାଟୋରା ଡ୍ୟାମ୍ ଇଏ ପିଲାମାନେ ତୁମର ଜଙ୍କ ନଦୀ ଉପରେ ପାଟୋରା ଡ୍ୟାମ୍କୁ ତିଆରି କରାହେଇଛି ଏବଂ ଇଏ ତୁମର ନୂଆପଡ଼ା ଡିଷ୍ଟ୍ରିକ୍ଟରେ ତୁମର ପଡ଼ୁଛି। ବୁଝିଗଲା? ତାପରେ ଆଗକୁ ଯିବା, ଆଉ କ'ଣ ସବୁ ଅଛି ଦେଖ। ନେକ୍ସଟ ଅଛି ତୁମର ରେଙ୍ଗାଲି ଡ୍ୟାମ୍, ଇଏ ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ। ରେଙ୍ଗାଲି ଡ୍ୟାମ୍ ପିଲାମାନେ ତୁମର କେଉଁଠି ନା ବ୍ରାହ୍ମଣୀ ନଦୀ ଉପରେ ୟାକୁ ତିଆରି କରାହେଇଛି ଏବଂ ଇଏ ତୁମର ତାଳଚେରରେ ପଡ଼ୁଛି ହେଲା। ସେମିତି ଇନ୍ଦ୍ରାବତୀ ଡ୍ୟାମ୍ ଯଦି ଦେଖିବା, ଇଏ ତୁମର ଇନ୍ଦ୍ରାବତୀ ନଦୀ ଉପରେ ତିଆରି କରାହେଇଛି ଏବଂ ଇଏ ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ ପଡ଼ୁଛି ହେଲା। ସେମିତି କାଲ ଡ୍ୟାମ୍ ଦେଖିବା, କାଲ ଡ୍ୟାମ୍ ତୁମର କାଲ ନଦୀରେ ହିଁ କରାହେଇଛି ଏବଂ ଇଏ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅଛି। ଝୁମୁକା ଡ୍ୟାମ୍ ପିଲାମାନେ ଇଏ ଗୋଟେ ଇମ୍ପୋର୍ଟାଣ୍ଟ। ଝୁମୁକା ଡ୍ୟାମ୍ ତୁମର ଝୁମୁକା ନଦୀ ଉପରେ କରାହେଇଛି ଏବଂ ଇଏ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ତୁମର ପଡ଼ୁଛି। ଯେମିତି ସାଳନ୍ଦୀ ଡ୍ୟାମ୍ ଯଦି ଦେଖିବା, ସାଳନ୍ଦୀ ନଦୀ ଉପରେ କରାହେଇଛି, ଇଏ ତୁମର କେଉଁଝର ଡିଷ୍ଟ୍ରିକ୍ଟରେ ଅଛି ହେଲା। ସେମିତି ପିତାମହଲ ଡ୍ୟାମ୍ ଗୋଟେ ଅଛି, ପିତାମହଲ ନଦୀ ଉପରେ କରାହେଇଛି, ଏଇଟା ତୁମର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ପଡ଼ୁଛି। ବୁଝିଗଲା? ତ ଇଏ ଥିଲା ସମସ୍ତ ତୁମର ଯେତିକି ଓଡ଼ିଶାର ଇମ୍ପୋର୍ଟାଣ୍ଟ ଡ୍ୟାମ୍ ଏବଂ ରିଭର୍, ତା ସହିତ ତାର ଡିଷ୍ଟ୍ରିକ୍ଟ ମଧ୍ୟ ମୁଁ ଟେବୁଲ୍ କରିକି ତୁମକୁ ପ୍ରୋଭାଇଡ଼ କରିଛି ହେଲା। ତ ୟାର PDF ନୋଟ୍ସ ମୁଁ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ଼ କରିବି, ଟେଲିଗ୍ରାମରେ ନିଶ୍ଚିତ ଜଏନ୍ କରିବ ହେଲା। ତ ଏତିକି ତୁମେ ଯଦି ଡ୍ୟାମ୍ ରିଭର୍ ଆଉ ଡିଷ୍ଟ୍ରିକ୍ଟ ମନେ ରଖୁଛ ତାହେଲେ ଏକ୍ଜାମ୍ରୁ ପ୍ରଶ୍ନ ଗୋଟେ ବି ମିସ୍ ଯିବାର ଚାନ୍ସ ହିଁ ନାହିଁ। ବୁଝିଗଲା? ଡ୍ୟାମ୍ ରିଲେଟେଡ଼ ଯଦି କ୍ୱେଶ୍ଚନ୍ ପ୍ରଶ୍ନ ତ ଆସିବ, ଓଡ଼ିଶା ଜିକେ ଯେହେତୁ CGLର ତୁମର ସିଲାବସ୍ରେ ଅଛି ନିଶ୍ଚିତ ପ୍ରଶ୍ନ ଦେଖିବା ପାଇଁ ପାଇବ ହେଲା। ତ ପ୍ରଶ୍ନ ଏଇଠୁ ଜମା ବି ମିସ୍ ଯିବନି, ଏତିକି ଗ୍ୟାରେଣ୍ଟି ମୁଁ ତୁମକୁ ଦେବି ହେଲା। ଚାଲ ତାପରେ ଏବେ ଆମେ ଦେଖିବା କିଛି ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚନ୍ ହେଲା। ପ୍ରିଭିୟସ୍ ଇୟର୍ରେ ଡ୍ୟାମ୍ ରିଲେଟେଡ଼ କ'ଣ କ'ଣ ସବୁ ପ୍ରଶ୍ନ ପଡ଼ିଥିଲା, ଏବେ ତୁମେ ଯଦି ଟେବୁଲ୍କୁ ଭଲ ଭାବରେ ଦେଖିଦେଇଛ ନା ତାହେଲେ ଆରାମରେ এই ପ୍ରଶ୍ନ ଗୁଡ଼ାକୁ ତୁମେ ଫଟାଫଟ ସଲ୍ଭ କରିଦେଇପାରିବ ହେଲା। ଆଲୋଚନା କରିବା। ଚାଲ ଦେଖ ପ୍ରଥମ ପ୍ରଶ୍ନ ମୁଁ ନେଇଛି କ'ଣ ଦେଖ, ପ୍ରଥମ ପ୍ରଶ୍ନ ଆମକୁ ଦେଇଛି ମନ୍ଦିରା ଡ୍ୟାମ୍ ଇଜ୍ ବିଲ୍ଟ ଅନ୍ ହୁଇଚ୍ ଅଫ୍ ଦ ଫଲୋଇଂ ରିଭର୍। ସେ ପଚାରିଛି ଯେ ମନ୍ଦିରା ଡ୍ୟାମ୍ଟା କେଉଁ ନଦୀ ଉପରେ ତିଆରି କରାହେଇଛି, ଶଙ୍ଖ ନଦୀ ଉପରେ ନା ସିଲେରୁ ନଦୀ ଉପରେ ନା ବୈତରଣୀ ନା ବ୍ରାହ୍ମଣୀ, କେଉଁ ନଦୀ ଉପରେ ତୁମର ମନ୍ଦିରା ଡ୍ୟାମ୍କୁ ତିଆରି କରାହେଇଛି। କେଉଁଟା ହେବରେ ABCD? ୟେସ୍, ଅପସନ୍ ନମ୍ବର A ହେଲା, ଶଙ୍ଖ ନଦୀ ଉପରେ କରାହେଇଛି କାହାକୁ, ମନ୍ଦିରା ଡ୍ୟାମ୍ ହେଲା। ତେଣୁ ଅପସନ୍ A ହେଇଯିବ ୟାର କରେକ୍ଟ ଆନ୍ସର୍। ଇଏ ପ୍ରଶ୍ନ ପିଲାମାନେ OSSCର ଗୋଟେ ଏକ୍ଜାମ୍ରେ ଆସିଥିଲା ହେଲା। OSSC ଏକ୍ଜାମ୍ରେ ଇଏ ପ୍ରଶ୍ନ ଆସିଥିଲା ହେଲା। ଆଗକୁ ଯିବା। ଚାଲ
प्रश्न नंबर 2 को आसवा। प्रश्न नंबर 2 कौन कही देख पाटोरा डैम इज बिल्ट ऑन व्हिच ऑफ द फॉलोइंग रिवर। से पचारुची जे पाटोरा डैमटा कौ नदी उपरे तैयारी करा हैछि ब्राह्मणी नदी उपरे ना बैतरणी उपरे ना जंक नदी उपरे ना शंख नदी उपरे कौ नदी उपरे पाटोरा डैम तैयारी करा हैछि कोटा हबरे ए बी सी डी यस ऑप्शन नंबर सी हैला जंक नदी उपरे सार पाटोरा डैम तैयारी करा हैछि ऑप्शन सी हे जिवो करेक्ट आंसर। ओके आगो को जिबा चलो प्रश्न नंबर 3 कौन कही रेंगाली डैम इज बिल्ट ऑन व्हिच रिवर। पचारुछि जे रेंगाली डैमटा कौ नदी उपरे तैयारी करा हैछि ब्राह्मणी ना बैतरणी ना इंद्रावती ना सिलेरु कौ नदी उपरे करा हैछि रे रेंगाली डैम समस्त जानिछ कोटा हबो ए बी सी डी यस ऑप्शन नंबर ए सार ब्राह्मणी नदी उपरे करा हैछि कौन ना रेंगाली डैम। अच्छा ये कौ डिस्ट्रिक्ट रे पड़े मते टिके कहबो कमेंट करिक जणैबो कौ डिस्ट्रिक्ट रे तुमरो कौन रेंगाली डैम अछि हैला आउ के जिबा चलो प्रश्न नंबर 4 बालीमेला डैम इज बिल्ट ऑन व्हिच रिवर। पचार बालीमेला डैमटा तुमरो कौ नदी उपरे तैयारी करा हैछि सिलेरु ना महानदी ना बैतरणी ना सं कौ नदी उपरे ए बी सी डी कोटा हबो रे यस ऑप्शन नंबर ए सार ऑप्शन ए सिलेरु नदी उपरे बालीमेला डैम तैयारी करा हैछि हैला कौ डिस्ट्रिक्ट कमेंट करिवो हैला एटा तुमरो होमवर्क मु दउछि। ओके चलो नेक्स्ट देखिबा नेक्स्ट अछि तुमरो कोन ना झुमुका डैम इज सिचुएटेड ऑन व्हिच डिस्ट्रिक्ट ऑफ ओडिशा। पचार झुमुका डैमटा हमर ओडिशा रो कौ जिल्ला रे अवस्थित बोली पचारिछि हैला ऑप्शन कोन कोन दैछि देखो ना मयूरभंज गंजाम सुंदरगढ़ आउ खर्दा कोटा हबो को ए बी सी डी यस ऑप्शन नंबर डी खर्दा बास हैला खर्दा डिस्ट्रिक्ट रे तुमरो अछि कोन झुमुका डैम। अच्छा कौ नदी रे करा हैछि रे झुमुका डैम टिकु तुमे कहबो सर झुमुका रिवर कौ रिवर रे झुमुका रिवर उपरे करा हैछि कोन ना झुमुका डैम बुझी हला। तो ये थिला किछि प्रीवियस ईयर एग्जाम रे पडिथिबा प्रश्न मु देली हैला तो तुम जानी पारलो केमती कौन प्रश्न आसुची आउ कौन सब डैम सब अच्छी मु ऑलरेडी तुमको सुंदर टेबुल करके देइछि हला तेणु ये नोट्स मु टेलीग्राम चैनल रे प्रोवाइड करदेवी तेणु जो मैंने भी जॉइन करना हो जॉइन करिजिवो आउ जो मैंने नुआ आसचो यूट्यूब को चैनल को निश्चित भाव में चैनल टी सब्सक्राइब कर रखिबो हैला आमर ओडिशा जीके रो ये सीरीज आमे कंटिन्यू पूरा कंप्लीट ओडिशा जीके को आमे कवर करबा हैला ता सहित अन्यान्य जो सब्जेक्ट क्लास आसो है खूब शीघ्र तुम मैथमेटिक्स क्लास यूट्यूब रे मु आनिबा पई जाउसी है कंप्लीट मैथमेटिक्स रो मु कवर करी है तो ये आमर कंप्यूटर क्लास ऑलरेडी पिला माने चली जो मैंने जान प्ले लिस्ट को जाइए तुम कंप्यूटर क्लास कर ऑलरेडी मु 5टा कंप्यूटर क्लास नहीं सारी है जो मैंने देखिन प्ले लिस्ट को जाइए देखी नब। ओके तो वीडियो को ये रखा पुणी देखा नेक्स्ट क्लास। ओके थैंक यू जय जगन्नाथ।